আজির প্রসঙ্গে কিয়ে মৃত্যুকু জয় করিব, কিয়ে মৃত্যুকু জয় করি জীবନରେ প্রবেশ করিব। পৃথিবীরে অনেক বিদ্বান ব্যক্তি মানে, অনেক পণ্ডিত মানে, অনেক জ্ঞানী মানে, অনেক ধনবান ব্যক্তি মানে, বিক্রমী মানে, পরাক্রমী মানে, রাজা মানে, মন্ত্রী মানে, ধনী মানে, জ্ঞান বিজ্ঞান বিদ্যারে পরিপূর্ণ অনেক প্রখর এবং নিপুণ ব্যক্তি মানে, কুলীন মানে পৃথিবীতে জন্মগ্রহণ কলে। অনেক মহান মহান ব্যক্তি মানে এই পৃথিবীতে জন্ম নিয়েছেন। পৃথিবী পৃষ্ঠরে এই পৃথিবী অনেক জ্ঞানী মানুষ দেখিଅছি, এই পৃথিবী অনেক বুদ্ধিমান মানুষ দেখিଅছি, এই পৃথিবী অনেক ধনী ব্যক্তি মানুষ দেখিଅছি, এই পৃথিবী অনেক রাজনৈতিক মানুষ দেখিଅছি, এই পৃথিবী অনেক পণ্ডিত মানুষ দেখিଅছি। তবে এই পৃথিবীরে অনেক প্রকার জ্ঞানী ব্যক্তি মানে জন্ম গ্রহণ করেছিলেন হাজার হাজার বর্ষ পূর্বে। যদি আমি চিন্তা করিবা আলেকজান্ডার দ্য গ্রেট যে আপনার যুবা সময়ে সমগ্র পৃথিবীকে জয় করেছিল, সেপরি এক যুবকକୁ ମଧ୍ୟ পৃথিবী দেখিଅছি। যদি আমি ঐতিহাসিক ফিলোসফর আরিস্টটলଙ୍କ ବିଷୟରେ କଥା ହେବା, ପ୍ଲାଟୋଙ୍କ ବିଷୟରେ କଥା ହେବା, ଏମାନେ ଖ୍ରୀଷ୍ଟଙ୍କର ଜନ୍ମ ହେବା ପୂର୍ବର ଲୋକମାନେ ଥିଲେ। 2000 ବର୍ଷ ପୂର୍ବେ ଏମାନେ ଜନ୍ମ ହୋଇ 2000 ବର୍ଷ ପରେ କଣ ଘଟିବାକୁ ଯାଉଅଛି ରାଜନୀତି କ୍ଷେତ୍ରରେ ସେ ବିଷୟରେ ଆରିଷ୍ଟଟଲ, ପ୍ଲାଟୋ ଏମାନେ ସବୁ ଭାବବାଣୀ କରିଥିଲେ। ଏଣୁ ସେମାନଙ୍କୁ ଦାର୍ଶନିକ ବୋଲି କୁହାଗଲା। ପୃଥିବୀରେ ଆଲବର୍ଟ ଆଇନଷ୍ଟାଇନଙ୍କ ଭଳି ଜ୍ଞାନୀ ବ୍ୟକ୍ତି ମାନେ ଜନ୍ମ ଗ୍ରହଣ କଲେ, କିନ୍ତୁ ଏଭଳି ଅନେକ ଜ୍ଞାନୀ ମାନେ, ଅନେକ ବୁଦ୍ଧିମାନ ବ୍ୟକ୍ତି ମାନେ ପୃଥିବୀରେ ଜନ୍ମ ଗ୍ରହଣ କଲେ ସୁଦ୍ଧା, ଅନେକ ବିଷୟରେ ପଣ୍ଡିତ୍ୟ ଲାଭ କଲେ ସୁଦ୍ଧା, ଅନେକ ବିଷୟ ଏହି ଜଗତରେ ହାସଲ କଲେ ସୁଦ୍ଧା ମୃତ୍ୟୁ ସମ୍ମୁଖରେ ସମସ୍ତେ ହାର ମାନିଗଲେ। ଯେତେ ବଡ଼ ଜ୍ଞାନୀ ହେଲେ ମଧ୍ୟ, ଯେତେ ବଡ଼ ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ଆପଣଙ୍କ ଜ୍ଞାନ ଦ୍ୱାରା, ଆପଣଙ୍କ ବୁଦ୍ଧି ଦ୍ୱାରା ମନୁଷ୍ୟମାନେ ଚନ୍ଦ୍ର ପୃଷ୍ଠରେ ଯାଇ ପହଞ୍ଚି ପାରିଲେ। ଆଜି ମନୁଷ୍ୟମାନେ ଆକାଶରେ ପକ୍ଷୀ ଭଳି ଉଡ଼ୁଛନ୍ତି ଉଡ଼ାଜାହାଜ ଦ୍ୱାରା, ଏବଂ ସମୁଦ୍ରରେ ମାଛ ଭଳି ପହଁରି ପାରୁଅଛନ୍ତି, ଏବଂ ରାସ୍ତାଘାଟ ମାନଙ୍କରେ ଘୋଡ଼ା ଭଳି ଆଜି ମନୁଷ୍ୟ ଦୌଡ଼ୁଅଛି। ତେବେ ମଣିଷ ଏତେ ବିକ୍ରମଶାଳୀ ହେଲେ ସୁଦ୍ଧା, ପୃଥିବୀରୁ ଅନ୍ୟ ଗ୍ରହକୁ ଯାଇ ପହଞ୍ଚି ପାରିଥିଲେ ସୁଦ୍ଧା, ପୃଥିବୀର ଓଜନ କେତେ ଏହା ଜାଣି ପାରୁଥିଲେ ସୁଦ୍ଧା, ସୂର୍ଯ୍ୟର ଓଜନ କେତେ ଏହା ଜାଣି ପାରୁଥିଲେ ସୁଦ୍ଧା, ଆଜି ମନୁଷ୍ୟ ମୃତ୍ୟୁ ସମ୍ମୁଖରେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଏ। ମୃତ୍ୟୁ ସମ୍ମୁଖରେ ମନୁଷ୍ୟର ସମସ୍ତ ବଳ, ସମସ୍ତ ଜ୍ଞାନ, ସମସ୍ତ ବୁଦ୍ଧି ସମ୍ପୂର୍ଣ୍ଣ ଭାବେ ହାର ମାନି ଯାଉଛି। ସେ ଯେତେ ବଡ଼ ଜ୍ଞାନବାନ ବ୍ୟକ୍ତି ହଉ, ଯେତେ ବଡ଼ ବୁଦ୍ଧିମାନ ବ୍ୟକ୍ତି ହଉ, ଯେତେ ବଡ଼ ବିକ୍ରମଶାଳୀ ହଉ, କିମ୍ବା ଯେତେ ବଡ଼ ନମ୍ବର ୱାନ୍ ଧନୀ ବ୍ୟକ୍ତି ହଉ ପୃଥିବୀରେ, ଯେତେବେଳେ ମୃତ୍ୟୁର ଶିକାର ହୁଅନ୍ତି ସେ ସମୟରେ ଏକ ଧନୀ ବ୍ୟକ୍ତି ଆପଣଙ୍କ ସମସ୍ତ ବିଷୟ ହରାଇଥାଏ, ଏକ ଜ୍ଞାନୀ ବ୍ୟକ୍ତି ଆପଣଙ୍କ ଜ୍ଞାନ ହରାଇଥାଏ, ଏକ ବୁଦ୍ଧିମାନ ବ୍ୟକ୍ତି ଆପଣଙ୍କ ବୁଦ୍ଧି ହରାଇଥାଏ, ଏକ ବଳବାନ ବ୍ୟକ୍ତି ଆପଣଙ୍କ ବଳ ହରାଇ ବସିଥାଏ। ସମସ୍ତ ଅଧିକାର ନିଜର ଜୀବନରେ ହାସଲ କରିଥିଲେ ସୁଦ୍ଧା, ଅନେକ ବିଷୟ ଲାଭ କରିଥିଲେ ସୁଦ୍ଧା, ମନୁଷ୍ୟ ଆଜି ମୃତ୍ୟୁ ସମ୍ମୁଖରେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଅଛି। ତେବେ ମୋର ପ୍ରଭୁ ପ୍ରିୟ ଲୋକମାନେ, ଯେଉଁ ମୃତ୍ୟୁ ମନୁଷ୍ୟମାନଙ୍କର ଜୀବନ ଅବସ୍ଥାକୁ ସମ୍ପୂର୍ଣ୍ଣ ସମାପ୍ତ କରିଦେଉଅଛି ପୃଥିବୀରୁ,
ନିମନ୍ତେ ସୁଯୋଗ ଦେଉନାହିଁ, ଅନେକ ସମ୍ମାନର ଅଧିକାରୀ ହେବା ନିମନ୍ତେ ସୁଯୋଗ ଦେଉନାହିଁ, ଏକ ପ୍ରତାପ ବିକ୍ରମଶାଳୀ ବ୍ୟକ୍ତି ହେବାର ସୌଭାଗ୍ୟ ଯେଉଁ ମୃତ୍ୟୁ ଦେଉନାହିଁ, ସେ ମୃତ୍ୟୁକୁ ଅତିକ୍ରମ କରିବା ନିମନ୍ତେ ଆମମାନଙ୍କୁ କଣ କରିବାକୁ ହେବ? ଆମେ କଣ କଲେ ଆମେ ମୃତ୍ୟୁକୁ ଅତିକ୍ରମ କରି ଅନନ୍ତ ରାଜ୍ୟରେ ଅର୍ଥାତ୍ ସ୍ୱର୍ଗ ରାଜ୍ୟରେ ଆମେ ପ୍ରବେଶ କରିପାରିବା? ଯୁଗ ଯୁଗ ଧରି, ଶହ ଶହ ବର୍ଷ ଧରି, ହଜାର ହଜାର ବର୍ଷ ଧରି ମନୁଷ୍ୟମାନେ ମୃତ୍ୟୁର ଶିକାର ହୋଇ ଆସୁଅଛନ୍ତି। ସମସ୍ତ ପ୍ରକାର ବିଦ୍ୟା, ଜ୍ଞାନ, ବୁଦ୍ଧି, ବଳ, ଧନ, ସମ୍ପତ୍ତି ମୃତ୍ୟୁ ସମ୍ମୁଖରେ ସମ୍ପୂର୍ଣ୍ଣ ହାର ମାନି ଯାଉଅଛି। ତେ ମୋର ପ୍ରଭୁଙ୍କ ଲୋକମାନେ ମୃତ୍ୟୁରୁ ଆମମାନଙ୍କୁ ଜୟ ପାଇବା ନିମନ୍ତେ ହେଲେ ଆମମାନଙ୍କୁ କଣ ସବୁ କରିବାକୁ ହେବ? କେଉଁ ବିଷୟ ମାନେ କରିବା ଦ୍ୱାରା ଆମେ ମୃତ୍ୟୁକୁ ଜୟ କରି ଆମେ ଅନନ୍ତ କାଳ ନିମନ୍ତେ ଆମେ ସ୍ୱର୍ଗ ରାଜ୍ୟରେ ରହିବାର ସୌଭାଗ୍ୟ ପାଇପାରିବା? ମୋର ପ୍ରଭୁଙ୍କ ଲୋକମାନେ ଆମେ ପ୍ରତ୍ୟେକ ଜାଣୁ ମୃତ୍ୟୁର ଅଧିକାରୀ ଯେ ଶୟତାନ, ମୃତ୍ୟୁର ଅଧିକାରୀ ଶୟତାନକୁ ପ୍ରଭୁ ଶ୍ରୀଖ୍ରୀଷ୍ଟ କ୍ରୁଶରେ କ୍ରୁଶାର୍ପିତ ହୋଇ ମୃତ୍ୟୁର ବଳକୁ, ତାହାର ଅଧିକାରକୁ ସମ୍ପୂର୍ଣ୍ଣ ଭାବରେ ସେ ତାଠାରୁ ସେ ଛଡ଼ାଇ ନେଲେ। ଶୟତାନକୁ ପରାଜିତ କଲେ, ପରାସ୍ତ କଲେ କ୍ରୁଶରେ କ୍ରୁଶାର୍ପିତ ହେବା ଦ୍ୱାରା, ଏବଂ ସେ ଯେଉଁ ଅଧିକାରକୁ ବ୍ୟବହାର କରି ମନୁଷ୍ୟମାନଙ୍କୁ ମୃତ୍ୟୁ ଦ୍ୱାରା ଅନେକ ପ୍ରକାର ଦୁଃଖ ଦେଉଥିଲା। ନବଜାତ ବିବାହିତ ସ୍ତ୍ରୀ ମାନଙ୍କୁ ବିଧବା କରିଦିଏ ମୃତ୍ୟୁ। ନବଜାତ ପୁରୁଷ ଯେଉଁମାନେ ବିବାହିତ ହୋଇଥିବେ ସେମାନେ ବିପତ୍ନୀକ ହୁଅନ୍ତି। ପୁତ୍ର କନ୍ୟା ମାନଙ୍କୁ ଆପଣାର ପିତା ମାତା ହରାଇ ପୁତ୍ର କନ୍ୟାହୀନ ହୁଅନ୍ତି। ଏଭଳି ମୃତ୍ୟୁ ଏକ କଠୋର ଦଣ୍ଡ, କଠୋର ଦୁଃଖ ମନୁଷ୍ୟମାନଙ୍କୁ ଦେଇ ଆସୁଥିଲା। ମନୁଷ୍ୟ ଅନେକ ବର୍ଷ ଧରି ମୃତ୍ୟୁର ଶିକାର ହୋଇ ଆସୁଥିବାର ଆମମାନଙ୍କର ପରମେଶ୍ୱର ଏହି ବିଷୟ ଦୃଷ୍ଟିରେ ରଖି ମୃତ୍ୟୁ ଯେଉଁ ସମସ୍ତ ମନୁଷ୍ୟମାନଙ୍କୁ ଦୁଃଖ ଦେଇ ଆସୁଥିଲା, ଯେଉଁ ସମସ୍ତ କଷ୍ଟ ମନୁଷ୍ୟମାନଙ୍କ ହୃଦୟରେ ଭରି ଦେଉଥିଲା, ଯେଉଁ ମୃତ୍ୟୁର ଶିକାର ହୋଇ ଅନେକ ବ୍ୟକ୍ତିମାନେ ଦୁଃଖରେ ଆପଣା ଦିନ ବିତାଉଥିଲେ, ତାହାର ଶକ୍ତିକୁ, ତାହାର ସାମର୍ଥ୍ୟକୁ, ତାହାର ଅଧିକାରକୁ ସମ୍ପୂର୍ଣ୍ଣ ବିନାଶ କରିବା ନିମନ୍ତେ ଆମମାନଙ୍କର ପ୍ରଭୁ ଶ୍ରୀଖ୍ରୀଷ୍ଟ କ୍ରୁଶରେ କ୍ରୁଶାର୍ପିତ ହେଲେ ଏବଂ ତାହା ଦ୍ୱାରା ମୃତ୍ୟୁର সকল ଅଧିକାରକୁ ସେ ସମ୍ପୂର୍ଣ୍ଣ ଆମେ ଠାରୁ ସେ ଛଡ଼ାଇ ଦେଲେ। ଆମେ ଏକ ପଦ ପଢ଼ିବା ଏ ସମୟରେ ଏଭ୍ରି ପତ୍ରିକା ଆମେ ଶୀଘ୍ର ଶୀଘ୍ର ବାହାର କରିବା। ତାର 2 ଅଧ୍ୟାୟ ତାର 14 ପଦ ଆମେ ପଢ଼ିବା। ଅତଏବ ସନ୍ତାନ ମାନେ ରକ୍ତ ମାଂସର ସହଭାଗୀ ହୋଇଥିବାରୁ ସେ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରକୁ ଅର୍ଥାତ୍ ଶୟତାନକୁ ବିନାଶ କରନ୍ତି। ହାଲେଲୁୟା, ପ୍ରେଜ୍ ଗଡ୍। ଏଠାରେ ଏପ୍ରିଲ କହନ୍ତି ଅତଏବ ସନ୍ତାନ ମାନେ ରକ୍ତ ମାଂସର ସହଭାଗୀ ହୋଇଥିବାରୁ ସେ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ ଅର୍ଥାତ୍ ଶୟତାନକୁ ବିନାଶ କରନ୍ତି। ମୃତ୍ୟୁର ଅଧିକାରୀ ଅଟେ ଶୟତାନ। ଶୟତାନ ମୃତ୍ୟୁକୁ ଏକ ବ୍ୟକ୍ତି ଭାବରେ ବ୍ୟବହାର କରି, ଏକ ଶକ୍ତି ଭାବରେ ବ୍ୟବହାର କରି ଅନେକଙ୍କୁ ସେ ପରାସ୍ତ କରୁଥିଲା ବା ଅନେକଙ୍କୁ ମୃତ୍ୟୁରେ ସେ ଠେଲି ଦେଉଥିଲା, ଅନେକଙ୍କୁ ସେ ବଧ କରୁଥିଲା। ଶୟତାନ ଯେଉଁ ମୃତ୍ୟୁ ମନୁଷ୍ୟମାନଙ୍କ ଜୀବନରେ ଆଣୁଥିଲା, ସେହି ମୃତ୍ୟୁ ଅନନ୍ତକାଳୀନ ମୃତ୍ୟୁ ଥିଲା। ସେହି ମୃତ୍ୟୁ ନରକକୁ ଠେଲି ଦେବାର ମୃତ୍ୟୁ ଥିଲା, କିନ୍ତୁ ତାହାର ସେହି ଶକ୍ତିକୁ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ସେ ଛଡ଼ାଇ ଆଣିଲେ। ମନୁଷ୍ୟମାନଙ୍କୁ ବଦ୍ଧ କରି ଶୟତାନ ଲୋକମାନଙ୍କୁ ଯୋଉ ନରକରେ ପକାଇବା ନିମନ୍ତେ ଅନନ୍ତକାଳୀନ ଦୁଃଖ ଦେବା
ସେହି କାର୍ଯ୍ୟକୁ ବିନାଶ କରିବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ କ୍ରୁଶାନ୍ତି ପାଇଲେ। ତେଣୁ ପ୍ରଭୁଙ୍କ ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ କ୍ରୁଶାନ୍ବିତ ହୋଇ ମୃତ୍ୟୁ ଅଧିକାରୀ ଯେ ଶୟତାନର ସମସ୍ତ ଶକ୍ତିକୁ ଏ ସମ୍ପୂର୍ଣ୍ଣ ଭାବରେ ବିନାଶ କରିଥିଲେ। ତାର ଅଧିକାରକୁ ସେ ତା ହାତ ସମ୍ପୂର୍ଣ୍ଣ ଭାବରେ ଛଡ଼ାଇ ନେଇଥିଲେ। ଏହେତୁ ମୋର ପ୍ରଭୁଙ୍କ ପ୍ରିୟ ଲୋକମାନେ, ଆମମାନଙ୍କର ଏକ ଗୌରବମୟ ଭରସା ଅଛି, ଆମମାନଙ୍କର ଗୌରବମୟ ଆଶା ଅଛି। ଯଦି ଆଜି ଆମେ ମୃତ୍ୟୁବରଣ କରୁ କୌଣସି କାରଣବଶତଃ ଆମେ ଖ୍ରୀଷ୍ଟରେ ବିଶ୍ୱାସ କରି ଆସୁଥିବା ହେତୁ ଯଦି ବା ଆମେ ମୃତ୍ୟୁବରଣ କରିବା, ତେବେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କହିବା ଅନୁସାରେ, ତାଙ୍କରି ଫଲୋଅର୍ସମାନଙ୍କର କହିବା ଅନୁସାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏବଂ ତାଙ୍କର ଶିଷ୍ୟମାନେ ମୃତ୍ୟୁକୁ ଆଉ ମୃତ୍ୟୁ ବୋଲି ସେମାନେ ଡିଫାଇନ୍ କରନ୍ତି ନାହିଁ, ବର୍ଣ୍ଣନା କରନ୍ତି ନାହିଁ, କିନ୍ତୁ ମୃତ୍ୟୁକୁ ସେମାନେ ମହାନିଦ୍ରା ପ୍ରାପ୍ତ ବୋଲି ସେମାନେ ନାମ ଦେଇଅଛନ୍ତି। ତେଣୁ ପ୍ରଭୁଙ୍କ ଲୋକମାନେ, ଯଦି ଆମେ ଆଜି ମୃତ୍ୟୁବରଣ କରୁ, ତେବେ ଆମେ ମହାନିଦ୍ରା ପ୍ରାପ୍ତ ହେବା ଏବଂ ଆମେ ତାହା ଦ୍ୱାରା ଏକ ଗୌରବମୟ ଆଶାରେ ଆମେ ରହିବା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ଦିନ ମଧ୍ୟ ଆକାଶକୁ ସେ ଆଗମନ କରିବେ, ସେହି ସମୟରେ ସେ ଆମମାନଙ୍କୁ ନିଶ୍ଚୟ ସେ ଉଠାଇ ନେବେ, ସେ ନିଶ୍ଚୟ ଆମମାନଙ୍କୁ ସେ ସଂଗ୍ରହ କରିବେ। କାରଣ ସେହି ଭରସାରେ ହିଁ ଆମେ ଏହି ଦିନ ମାନଙ୍କର ରହି ଆସୁଅଛୁ। ତେଣୁ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କୁ କଣ କରିବାକୁ ହେବ? ଯୋଉ ବିଷୟ କଲେ ଆମେ ମୃତ୍ୟୁକୁ ଅତିକ୍ରମ କରି ଅନନ୍ତ କାଳ ସ୍ୱର୍ଗରେ ଆମେ ପ୍ରବେଶ କରିପାରିବା। ମୃତ୍ୟୁକୁ ଅତିକ୍ରମ କରି ଆମେ ଅନନ୍ତ ଜୀବନର ଅଧିକାରୀ ହୋଇପାରିବା। ଏଣୁ ଆସନ୍ତୁ ମୋ ସହିତ ଆପଣମାନେ ବାହାର କରନ୍ତୁ ମାର୍ଥିଲୁକ ସୁସମାଚାର 5 ଅଧ୍ୟାୟ ତାହାର 24 ପଦ ପଢ଼ନ୍ତୁ। ମାର୍ଥିଲୁକ ସୁସମାଚାର 5 ଅଧ୍ୟାୟ 24 ପଦ। ତାହେଲେ ସେହି ସ୍ଥାନରେ ବେଦୀ ସମ୍ମୁଖରେ ତୁମର ନୈବେଦ୍ୟ ଥୋଇ ଦେଇ ଚାଲି ଯାଅ। ସରି, ଯୋହାନ ତାର 5 ଅଧ୍ୟାୟ 24 ପଦ। 5:24। ହଁ। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଯେ ମୋର ବାକ୍ୟ ଶୁଣି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ପୁଣି ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି। ଏଠାରେ ଲେଖାଯାଏ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଯେ ମୋର ବାକ୍ୟ ଶୁଣି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ପୁଣି ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି। ହାଲେଲୁୟା, ପ୍ରେଜ୍ ଲର୍ଡ, ପ୍ରେଜ୍ ଲର୍ଡ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କହନ୍ତି, ଯେ ମୋର ବାକ୍ୟ ଶୁଣି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି। সেই সময় অনেক শাস্ত্রী মানে, অনেক ভারুষী মানে, সেই সময় যাজক মানে, মহাযাজক মানে, শাস্ত্রজ্ঞ মানে প্রভু যীশু খ্রিস্টଙ୍କୁ স্বর্গস্থ পিতা পরমেশ্বর পঠাই অଛନ୍ତି। যীশু খ্রিস্টଙ୍କର যে প্রেরণকর্তা পিতা পরমেশ্বর অଟନ୍ତି, ଏହା সেই সময় শাস্ত্রজ্ঞ মানে, ভারুষী মানে, পণ্ডিত মানে, বিদ্বান ব্যক্তি মানে বিশ্বাস କରୁନଥିଲେ। ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ କାହାର ପୁଅ ବୋଲି କହୁଥିଲେ? ବଢ଼େଇର ପୁଅ। ଇଏ ତ ଏକ ବଢ଼େଇର ପୁଅ, ଇଏ କି ଯୋସେଫର ପୁଅ ନାହିଁ? ଆର ଭାଇମାନେ କଣ ଆମ ସହିତ ମିଶି କାମ କରୁନାହାନ୍ତି କି? ଆର ଭାଇ କଣ ଯୋଶୀ ନାହିଁ କି? ଆର ଭାଇ କଣ ଜିହୁଦା ନାହିଁ କି? ଆର ମା କଣ ମରିୟମ ନୁହେଁ? ଯୀଶୁଙ୍କର ବାପା କଣ ଯୋସେଫ ନାହିଁ? ଯୀଶୁଙ୍କର ଭାଇମାନେ କଣ ଆମ ସହିତ ମିଶି କାମ କରୁନାହାନ୍ତି କି? ଏମାନେ ସେହି ସମୟର ଶାସ୍ତ୍ରୀ ମାନେ, ଫାରୁସୀ ମାନେ, ଗୌରଗ୍ରାହୀ ମାନେ ଯୀଶୁଙ୍କୁ ପ୍ରେରଣକର୍ତ୍ତା ପିତା ପଠାଇ ଅଛନ୍ତି, ଏହା ସେମାନେ ବିଶ୍ୱାସ କରୁନଥିଲେ।
ଏହା ସେମାନେ ଗ୍ରହଣ କରିପାରୁ ନଥିଲେ, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଏକ ନିହାତି ଗରିବ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ। ଯେଉଁ ଆଶୀର୍ବାଦ ତାଙ୍କର ସାଧିତ ହେଉଥିଲା ତାହା ସେମାନେ ମାନି ପାରୁନଥିଲେ, ତାକୁ ସେମାନେ ରିସିଭ କରିପାରୁନଥିଲେ। ଯେଉଁ ଅଧିକାରକୁ ବ୍ୟବହାର କରି ସେ ଆଶ୍ଚର୍ଯ୍ୟ କର୍ମ କରୁଥିଲେ, ଶିକ୍ଷା ଦେଉଥିଲେ, ତାହା ସେମାନେ ଜୀର୍ଣ୍ଣ କରିପାରୁନଥିଲେ। କିନ୍ତୁ ଏଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହିବାକୁ ଚାହାନ୍ତି, ଯେଉଁମାନେ ମୋର ପ୍ରେରଣାକର୍ତ୍ତାକୁ ବିଶ୍ୱାସ କରନ୍ତି ସେମାନେ କଣ କରିସାରି ଅଛନ୍ତି? ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରେରଣାକର୍ତ୍ତାକୁ ବିଶ୍ୱାସ କରନ୍ତି, ପ୍ରତ୍ୟେକ ଅତିକ୍ରମ କରିସାରି। ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରେରଣାକର୍ତ୍ତା ଅର୍ଥାৎ ପିତା ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି, କଣ ବୋଲି ବିଶ୍ୱାସ କରନ୍ତି? ଯେ ଯୀଶୁଙ୍କୁ ପିତା ପରମେଶ୍ୱର ସ୍ୱର୍ଗରୁ ପଠାଇ ଅଛନ୍ତି ବୋଲି। ଯେଉଁମାନେ ଏହି ବିଷୟକୁ ବିଶ୍ୱାସ କରିବେ ସେମାନେ ହିଁ ମୃତ୍ୟୁକୁ ଅତିକ୍ରମ କରି ଅନନ୍ତକାଳ ରାଜ୍ୟରେ ସେମାନେ ପ୍ରବେଶ କରିବେ। ସେମାନେ ହିଁ ସ୍ୱର୍ଗ ରାଜ୍ୟର ଅଧିକାରୀ ହୋଇପାରିବେ। ସେମାନେ ହିଁ ସ୍ୱର୍ଗରେ ଅନନ୍ତକାଳ ନିମନ୍ତେ ବାସ କରିବାର ସୌଭାଗ୍ୟ ପାଇପାରିବେ। ମୋର ପ୍ରଭୁଙ୍କ ଲୋକମାନେ ସେହି ସମୟରେ ସେହି ସମୟର ଫାରୁସୀମାନେ, ସାଧୁକୀମାନେ, କରଗ୍ରାହୀମାନେ, ସେହି ସମୟର ଯାଜକମାନେ, ମହାଯାଜକମାନେ ଯୀଶୁଙ୍କୁ ପ୍ରେରଣାକର୍ତ୍ତା ପିତା ପଠାଇଛନ୍ତି ବୋଲି ବିଶ୍ୱାସ କରୁଥିଲେ ତ କରୁନଥିଲେ। ଏବଂ ତାହା ସହିତ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ନାନା ଶକ୍ତିର କାର୍ଯ୍ୟ ସାଧନ କଲେ, ଭୂତମାନଙ୍କୁ ଛଡ଼ାଇଲେ, ରୋଗୀମାନଙ୍କୁ ସୁସ୍ଥ କଲେ, ପାପୀମାନଙ୍କୁ ପରିତ୍ରାଣ ପ୍ରଦାନ କଲେ, ଛୋଟମାନଙ୍କୁ ଚଳାଇଲେ, ମୃତମାନଙ୍କୁ ଉଠାଇଲେ, ସେହି ସମୟରେ ଯେତେ ସମସ୍ତ ଆଶ୍ଚର୍ଯ୍ୟକର୍ମ ପ୍ରଭୁ ଯୀଶୁଖ୍ରୀଷ୍ଟ କରୁଥିଲେ, ଯେତେବେଳେ ଯୀଶୁଖ୍ରୀଷ୍ଟ ଭୂତ ଛଡ଼ାଉଥିଲେ, ସେହି ସମୟର ଶାସ୍ତ୍ରୀ ଏବଂ ଫାରୁସୀମାନେ ଯୀଶୁଙ୍କୁ କେଉଁ ପ୍ରକାର ବ୍ଲେମ୍ କରି, କେଉଁ ପ୍ରକାର ନିନ୍ଦା କରି ତାଙ୍କୁ କହୁଥିଲେ। ଆମେ ଟିକେ ପଢିବା ମାଥ୍ୟୁ ତାର 12 ଅଧ୍ୟାୟ ତାର 22 ପଦରୁ ଆମେ 24 ପଦ ପର୍ଯ୍ୟନ୍ତ ପଢିବା। ମାଥ୍ୟୁ ସୁସମାଚାର 12 ଅଧ୍ୟାୟ 22 ପଦରୁ 24 ପଦ ପର୍ଯ୍ୟନ୍ତ। ସେହି ସମୟରେ ଜଣେ ଭୂତଗ୍ରସ୍ତ ଅନ୍ଧ ଓ ଗୁଙ୍ଗା ଲୋକ ତାହାଙ୍କ ନିକଟକୁ ଅଣାଗଲା, ଆଉ ଯୀଶୁ ତାହାକୁ ସୁସ୍ଥ କଲେ। ସେଥିରେ ସେ ଗୁଙ୍ଗା କଥା କହିଲା ଓ ଦେଖିପାରିଲା। ପୁଣି ଲୋକ ସମୂହ ଆଚମ୍ବିତ କହିବାକୁ ଲାଗିଲେ, ଏ କଣ ସେହି ଦାଉଦ ସନ୍ତାନ ନୁହନ୍ତି? ମାତ୍ର ଫାରୁସୀମାନେ ତାହା ଶୁଣି କହିଲେ, ଏ ଲୋକଟା ଭୂତପତି, ବାଲଜେବୁଲର ବିନା ସାହାଯ୍ୟରେ ଭୂତ ଛଡ଼ାଏ ନାହିଁ। ଦେଖନ୍ତୁ, ସାଧାରଣ ବ୍ୟକ୍ତିମାନେ ସେହି ସମୟର ସେମାନେ ଜାଣିବାକୁ ପାଇଥିଲେ କି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣର ପିତାଙ୍କର ଶକ୍ତିକୁ ବ୍ୟବହାର କରି ସେ ଭୂତକୁ ଛଡ଼ାଉଛନ୍ତି। ଏଣୁକରି ସେମାନେ କହିଲେ, ଏ କଣ ଦାଉଦଙ୍କ ସନ୍ତାନ ନୁହନ୍ତି? କିନ୍ତୁ ସେହି ସମୟର ଶାସ୍ତ୍ରଜ୍ଞମାନେ, ସେହି ସମୟର ଫାରୁସୀମାନେ ସେମାନେ କହନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ କେଉଁ ପ୍ରକାର ଭୂତ ଛଡ଼ାଉଥିଲେ ବୋଲି ସେମାନେ କହୁଛନ୍ତି। ଭୂତପତି ବାଲଜେବୁଲ, ଭୂତପତି ବାଲଜେବୁଲର ସାହାଯ୍ୟ ଦ୍ୱାରା, ଅର୍ଥାତ୍ ଯୀଶୁଖ୍ରୀଷ୍ଟ ଜଣେ ଗୁଣିଆ। ଏ ଯୀଶୁ କଣ କରୁଛି? ସେ ଭୂତକୁ ଛଡ଼ଉଛି ଆଉ ଭୂତକୁ ଲଗାଉଛି। ଆମେ ଏହା ଭଲ ରୂପେ ଜାଣୁ ଯେ ଗୁଣିଆ ମାନେ ଆପଣର ମନ୍ତ୍ର ଶକ୍ତିକୁ ବ୍ୟବହାର କରି ସେମାନେ ଭୂତ ଡାକନ୍ତି, ଭୂତ ପଠାନ୍ତି ମଧ୍ୟ। ଠିକ୍ ସେହି ପ୍ରକାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମଧ୍ୟ ସେହି ସମୟର ଫାରୁସୀମାନେ ଯୀଶୁଙ୍କୁ ଭୂତପତି ଅର୍ଥାତ୍ ଫାରୁସୀ ବୋଲି କହୁଥିଲେ। ପିତାଙ୍କ ଦ୍ୱାରା ଯେ ପଠାଯାଇଥିବା ବ୍ୟକ୍ତି ଯୀଶୁଖ୍ରୀଷ୍ଟ, ଏହା ବିଶ୍ୱାସ କରିବା ପରିବର୍ତ୍ତେ ଯୀଶୁଙ୍କୁ ସେମାନେ ଭୂତପତି ଅର୍ଥାତ୍ ଗୁଣିଆ ବୋଲି କହୁଥିଲେ। କେବଳ ତାହା ନୁହେଁ, ଠିକ୍ ସେ ପ୍ରକାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେ ସମୟର ଶାସ୍ତ୍ରଜ୍ଞ ଫାରୁସୀମାନେ ଜାରଦର ସନ୍ତାନ ବୋଲି କହୁଥିଲେ। ଇଏ ଏକ ବେଶ୍ୟାର ପୁତ୍ର ବୋଲି ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଥିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମନ୍ଦିର ଭଗ୍ନକାରୀ ବୋଲି କହୁଥିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପାଗଳ ବୋଲି କହୁଥିଲେ। ଏହି ପ୍ରକାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଭିନ୍ନ ପ୍ରକାର ଉପନାମ ଦେଇଥିଲେ ଏହି ଶାସ୍ତ୍ରଜ୍ଞ ଏବଂ ଫାରୁସୀମାନେ।
ମୋର ପ୍ରଭୁ ଲୋକ ମାନେ ଆଜି ମଧ୍ୟ ଠିକ ସେ ପ୍ରକାରେ ଅନେକ ବ୍ୟକ୍ତି ମାନେ ଆଜି ମଧ୍ୟ ଅନେକ ଅଣ ଖ୍ରୀଷ୍ଟିଆନ ମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଏକ ସାଧାରଣ ମନୁଷ୍ୟ ବୋଲି ଧରି ନେଇ ଅଛନ୍ତି, ଏକ ଉତ୍ତମ ବ୍ୟକ୍ତି ବୋଲି କେବଳ ମାନନ୍ତି। ସେ ଯେ ଆପଣ ପିତାଙ୍କ ଠାରୁ ଆଗତ ଏକ ବ୍ୟକ୍ତି ଅଟନ୍ତି, ମାନବର ପରିତ୍ରାଣ ନିମନ୍ତେ ପୃଥିବୀକୁ ଆସିଥିଲେ, ମାନବକୁ ଉଦ୍ଧାର କରିବା ନିମନ୍ତେ କ୍ରୁଶରେ ହେଲେ। ଆଜି ମଧ୍ୟ ଅନେକ ଏହି ବିଷୟକୁ ବିଶ୍ୱାସ କରୁନାହାନ୍ତି। ସେ ଯେ ପିତାଙ୍କ ଦ୍ୱାରା ଆଗତ ଅଟନ୍ତି, ଏହି ବିଷୟ ଅନେକ ବ୍ୟକ୍ତି ମାନେ ବିଶ୍ୱାସ ନ କରିବା ହେତୁ ସେମାନେ ମୃତ୍ୟୁକୁ ଅତିକ୍ରମ କରି ଅନନ୍ତକାଳୀନ ସ୍ୱର୍ଗରେ ସେମାନେ ପ୍ରବେଶ କରିପାରିବେ ନାହିଁ। କିନ୍ତୁ ଆମେମାନେ ଯେ ବିଶ୍ୱାସ କରୁ ଯେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରଣକର୍ତ୍ତା ପିତା ପରମେଶ୍ୱର ଅଟନ୍ତି, ଆଉ ସେ ମାନବର ପରିତ୍ରାଣ ନିମନ୍ତେ ଖ୍ରୀଷ୍ଟଙ୍କୁ ଏହି ପୃଥିବୀକୁ ସେ ପଠାଇଲେ, ଏହି ବିଷୟ ଆମେ ବିଶ୍ୱାସ କରୁଥିବା ହେତୁ ଆମେ ମୃତ୍ୟୁକୁ ଅତିକ୍ରମ କରି ଆମେ ଜୀବନରେ ପ୍ରବେଶ କରିବା। ଏହା ଏମାନଙ୍କର ଭରସା ଅଟେ, ଏହା ଏମାନଙ୍କର ଆଶା ଅଟେ, ଏହା ଏମାନଙ୍କର ଉଜ୍ଜଳମୟ ଭବିଷ୍ୟତର ଏକ କନଫିଡେନ୍ସ ଅଟେ। ଏଣୁ ମୋର ପ୍ରଭୁଙ୍କ ପ୍ରିୟ ଲୋକମାନେ ଆମେ କେବେ ମଧ୍ୟ କୌଣସି ଡାଉଟରେ ନ ରହୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏକ ସାଧାରଣ ବ୍ୟକ୍ତି ଅଟନ୍ତି ବୋଲି। ସେ ଆପଣ ପିତାଙ୍କ ଦ୍ୱାରା ପଠାଯାଇଥିବା ଏକ ବ୍ୟକ୍ତି ଅଟନ୍ତି ଏବଂ ମାନବର ପରିତ୍ରାଣ ନିମନ୍ତେ ସେ କ୍ରୁଶରେ କ୍ରୁଶାନ୍ବିତ ହୋଇଥିବା ଆପଣଙ୍କ ପରିତ୍ରାଣ କର୍ତ୍ତା ଅଟନ୍ତି। ଏହି ବିଷୟ ଜୀବନରେ ଆମେ କେବେ ମଧ୍ୟ ଭୁଲି ନଯାଉ। ପ୍ରଥମ ବିଷୟ ହେଲା ପିତା ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରଣକର୍ତ୍ତା ଅଟନ୍ତି। ଏହା ଯଦି ଆମେ ବିଶ୍ୱାସ କରୁ ତେବେ ମୃତ୍ୟୁକୁ ଅତିକ୍ରମ କରି ଆମେ ଜୀବନରେ ପ୍ରବେଶ କରିବା। ଦ୍ୱିତୀୟ ବିଷୟ କଣ ଆମେ ପଢିବା ଏହି ସମୟରେ ସେହି ଯୋହନ୍ନର ସୁସମାଚାର 5 ଅଧ୍ୟାୟ ତାହାର 25 ପଦ ପଢନ୍ତୁ। ଯୋହନ୍ନର ସୁସମାଚାର 5 ଅଧ୍ୟାୟ 25 ପଦ। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଛି, ଯେଉଁ ସମୟରେ ମୃତମାନେ ଈଶ୍ୱରଙ୍କର ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ ସେମାନେ ସଜୀବ ହେବେ, ଏପରି ସମୟ ଆସୁଅଛି, ପୁଣି ବର୍ତ୍ତମାନ ସୁଦ୍ଧା ଉପସ୍ଥିତ। ହାଲେଲୁୟା, ପ୍ରେଜ୍ ଲର୍ଡ। ଲେଖାଯାଏ ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଛି, ଯେଉଁ ସମୟରେ ମୃତମାନେ ଈଶ୍ୱରଙ୍କର ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ ସେମାନେ ସଜୀବ ହେବେ, ଏପରି ସମୟ ଆସୁଅଛି, ପୁଣି ବର୍ତ୍ତମାନ ସୁଦ୍ଧା ଉପସ୍ଥିତ। କହିବାର ଅର୍ଥ ହେଲା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେହି ସମୟରେ ରାଜ୍ୟର ସୁସମାଚାର ପ୍ରଚାର କରୁଥିଲେ। ସ୍ୱର୍ଗ ରାଜ୍ୟ କେଉଁ ପ୍ରକାର ସେହି ବିଷୟ ତାଙ୍କର ଶିଷ୍ୟମାନଙ୍କୁ ଏବଂ ଅନେକ ପବ୍ଲିକ ମାନଙ୍କୁ ସେ ଶିକ୍ଷା ଦେଉଥିଲେ ଯତ୍ନର ସହିତ। ସେହି ସମୟରେ ଯେଉଁ ବ୍ୟକ୍ତିମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କଲେ, ଯେଉଁ ଜାଗତିକ ଲୋକମାନେ ଭୋଗ ବିଳାସରେ ଆସକ୍ତ ହୋଇ ମୃତ ଅବସ୍ଥାରେ ଥିଲେ, ସେପରି ଯେଉଁ ବ୍ୟକ୍ତିମାନେ ଯୀଶୁଙ୍କର ସୁସମାଚାର ଶୁଣି ତାଙ୍କର ବାକ୍ୟ ଶୁଣି ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କଲେ, ତାଙ୍କରି ବାକ୍ୟକୁ ବିଶ୍ୱାସ କଲେ, ସେମାନଙ୍କ ପ୍ରତି କଣ ହଉଛି? ମୃତମାନେ ଈଶ୍ୱରଙ୍କ ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ ସେମାନେ ସଜୀବ ହେବେ। ସେ ସମୟରେ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସ୍ୱର ଶୁଣିଲେ, ଆମେ ଜାଣୁ ଲାଜର 4 ଦିନ ପର୍ଯ୍ୟନ୍ତ କବରରେ ସେ ଚଢୁଥିଲା, ତା ଶରୀର ଗନ୍ଧିବାକୁ ଆରମ୍ଭ କରିଥିଲା। ଯୀଶୁ ଖ୍ରୀଷ୍ଟଙ୍କର ସ୍ୱର ଶୁଣିବା ମାତ୍ରେ ସେ ମୃତ ବ୍ୟକ୍ତି ସଜୀବ ହେଲା, ଆପଣା ପ୍ରାଣବାୟୁ ସେ ଫେରି ପାଇଲା ଏବଂ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ସେ ଚାଲି ଚାଲି ଆସିବାର ଆମେ ଦେଖିବାକୁ ପାଉଛୁ। ମୋର ପ୍ରଭୁଙ୍କ ପ୍ରିୟ ଲୋକମାନେ, ଯୀଶୁଙ୍କର ସ୍ୱର, ଯୀଶୁଙ୍କର ମୁଖର ବାକ୍ୟ, ଯୀଶୁଙ୍କର ବାଣୀ ଏକ ମୃତ ବ୍ୟକ୍ତିକୁ ଜୀବନ ଦେବାର ସମର୍ଥ ଆଜି ମଧ୍ୟ ରଖୁଅଛି। ଆଜି ମଧ୍ୟ ଅପରିବର୍ତ୍ତିତ ବ୍ୟକ୍ତିକୁ ପରିବର୍ତ୍ତନ କରିବାର ଅଧିକାର ରଖୁଅଛି। ଆଜି ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସତ୍ୟ
गंभीर कार्य को से करि पारती ते मोर प्रभु गंभीर लोक माने जो माने ईश्वरଙ୍କର ବାଣୀ ଶୁଣିବେ जो माने यीशु ख्रीष्टଙ୍କର ବାଣୀ ଶୁଣି तांकरी वाक्ୟରେ विश्वास କରିବେ विश्वास रखिबे से माने मृत्यु को अतिक्रम करी से माने जीवन रे प्रवेश करिवे अर्थात से माने मृत्यु अवस्था से माने सजीव हेबे एक समय यीशु ख्रीष्टଙ୍କର आगमन विलंब हेले हमनको मृत्यु वरण करबाको हेबो हमनको ए पृथ्वी छाड़बाको हेबो केउ समय पर्यंत हमर से महानिद्रा अवस्था रे रहबा ताने ज्ञान ना हो यदि प्रभुଙ୍କର आगमन विलंब हुए तेज प्रभुଙ୍କ विलंब माने जदि ଆମମାନଙ୍କୁ सजीव हेबार अछि ताले से दिन लाजर मृत्यु अवस्था थाई मध्य यीशुଙ୍କର स्वर जेपरि सुनि पारिथिले ठीक से प्रकारे जदि आमे माने मध्य जदि हमर मृत्यु भी हे जाए आमे कबर मध्य थाओ कि जदि आमे यीशुଙ୍କର बाणी सुनि यीशुଙ୍କର रोग सुनि आमे विश्वास रे आमे अपन जीवन बिताई विश्वास रे आमे अपन काओ खेपो करू जदि हमर मृत्यु मध्य हो जाए ताले सेही दिन प्रभु यीशु ख्रीष्ट मध्याकाश को आसी से उच्च स्वरे डाकिवा समय उच्च स्वरे से रोग करिवा समय तांकर प्रधानत्व मानकर स्वर हमर गौरव गोचर रहबो एवं से हमर नाम धरि डाकिबे एवं सेही दिन आमे उत्थापित हेबा एक मुहूर्त रे चक्षुर बल रे आमे मृत्यु को अतिक्रम करी आमे जीवन रे प्रवेश करि परिबा मोर प्रभु के लोक माने द्वितीय विषय होला जो माने यीशुଙ୍କର रोग सुनते यीशुଙ୍କର बाणी सुनते यीशुଙ୍କର वाक्य माने तदनुसार अपना जीवन बिताती से माने मृत्यु से माने सजीव हेबे से माने मृत्यु को अतिक्रम करी अनंत राज्य स्वर्ग रे से माने प्रवेश करिवे एहा मोर प्रभु के लोक माने प्रभुଙ୍କର वाक्य श्रवणकारी मानकरी मते एहा एक भरोसार विषय भरोसार वाक्य अटे तेबे मोर प्रभु के लोक माने तृतीय विषय कोन अटे केउ विषय माने करिबा द्वारा आमे मृत्यु को अतिक्रम करी आमे जीवन रे अर्थात स्वर्ग राज्य माने प्रवेश करि परिबा आमे के कोठिबा ए समय बाहर को आपण मो सहित लूक लिखित सुसमाचार तार 21 अध्याय तार 14 पद ରୁ 18 पद पर्यंत ଅତଏବ କଣ ଉତ୍ତର ଦେବ ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣ ଆପଣ ମନରେ ସ୍ଥିର କର କାରଣ ମୁଁ ତୁମମାନଙ୍କ ପରି ମୁଖ ଓ ଜ୍ଞାନ ଦେବି ଯେ ତୁମମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରିପାରିବେ ନାହିଁ କିନ୍ତୁ ତୁମେମାନେ ପିତାମାତା ଭ୍ରାତା ଆତ୍ମୀୟ ଓ ବନ୍ଧୁବାନ୍ଧବ ମାନଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ ଆଉ ତୁମମାନଙ୍କ ମଧ୍ୟରୁ ଲୋକେ କାହାରି କାହାରିକୁ ବଦ୍ଧ କରିବେ ପୁଣି ମୋର ନାମ ସକାଶେ ତୁମେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ କିନ୍ତୁ ତୁମମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ ଧୈର୍ଯ୍ୟ ଦ୍ୱାରା ତୁମେମାନେ ଆପଣ ଆପଣ ଜୀବନ ଲାଭ କରିବ हालेलुया प्रेज लॉर्ड एनाले प्रभु यीशु ख्रीष्ट आगामी ताड़नार विषय आपनार शिष्य मानको शिक्षा दे परामर्श दे से मानको से उत्साहित करू छथि से कहन्ता शेष पदरे धैर्य द्वारा तुमे माने अपना अपना जीवन लाभ करिवो केते बेले ए लाभर शब्द को माने व्यवहार करिथाओ व्यवसाय क्षेत्र कि बार जब किछि क्षति हो जाय थाए ताहले आमे सही विषय को आमे हासिल करिबा को आमे लाभ करि कहि थाओ तेबर प्रभु के लोक माने कहिबा अर्थ हेबा एई कॉन्टेक्स्ट अनुसार एई संदर्भ अनुसार मोर प्रभु के लोक माने प्रभु यीशु ख्रीष्टଙ୍କର प्रिय लोकମାନଙ୍କ प्रति ताड़ना हेबाक जाउछि ताड़ना घटिबाक जाउछि सही समय जो व्यक्ति माने यीशु ख्रीष्टଙ୍କ लागि ताड़ित हेबा निमते मध्य समर्पित हेबे ग्रेस
ଆପଣ ହରାଇବେ, ଏପରିକି ଆପଣ ପ୍ରିୟଜନ ମାନଙ୍କୁ ମଧ୍ୟ ହରାଇବେ, ଏପରିକି ଆପଣ ଶରୀର ମଧ୍ୟ କ୍ଷତି ହେବ। ଏହିପରି ଅବସ୍ଥାରେ ଯେଉଁମାନେ ତାଳନା ଦେଇ ଗଲେ ସୁଦ୍ଧା, ଅପମାନ ଦେଇ ଗଲେ ସୁଦ୍ଧା, ଅନ୍ୟାୟ ଦେଇ ଗଲେ ସୁଦ୍ଧା, ଦୈରାତ୍ମ ଦେଇ ଗଲେ ସୁଦ୍ଧା, କଷ୍ଟ ଦେଇ କ୍ଲେଶ ଦେଇ ଗଲେ ସୁଦ୍ଧା, ଯେଉଁମାନେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବେ ଏବଂ ଯଦି ବା ଯୀଶୁରେ ରହି ମୃତ୍ୟୁ ବରଣ କରିଥିବେ, ତେବେ ସେମାନେ আপনার জীবনকে এই পৃথিবীরে হরাইলে সুদ্ধা, আপনার শরীরকে এই পৃথিবীরে হরাইলে সুদ্ধা, সেমানে আপনার জীবনকে সেমানে ফেরি পাইবে, সেমানে অনন্তকালের মধ্যে সেমানে বিনষ্ট হইবে নাহি, সেমানଙ୍କର শরীর পৃথিবীরে নষ্ট ହେବ ନାହିଁ। প্রভু যীশু খ্রিস্ট সেମାନଙ୍କ নাম ধরি সেମାନଙ୍କୁ ସେ ମଧ୍ୟ ସବୁ ଆହ୍ୱାନ କରିବେ। ଆମେ ଗୋଟିଏ ପଦ ପଢି ଭାଇ ବିଷୟ କ୍ଲାରିଫିକେସନ ମଧ୍ୟ ଦେବାକୁ ଚାହୁଁଅଛି। ପ୍ରକାଶିତ ପୁସ୍ତକ ତାହାର 3 ଅଧ୍ୟାୟ ବାହାର କରନ୍ତୁ। ପ୍ରକାଶିତ ପୁସ୍ତକ ତାହାର 3 ଅଧ୍ୟାୟ କିମ୍ବା 2 ଅଧ୍ୟାୟ ବାହାର କରନ୍ତୁ ଆପଣମାନେ। ପ୍ରକାଶିତ ପୁସ୍ତକ ତାର 2 ଅଧ୍ୟାୟ 10 ପଦ। ଯେଉଁ ସବୁ ଦୁଃଖ ଭୋଗ କରିବାକୁ ଯାଉଅଛ ସେହି ସବୁକୁ ଭୟ କର ନାହିଁ। ଦେଖ, ତୁମମାନଙ୍କ ପରୀକ୍ଷା ନିମନ୍ତେ ଶୈତାନ ତୁମମାନଙ୍କ ମଧ୍ୟରୁ କାହାରିକୁ କାରାଗାରରେ ନିକ୍ଷେପ କରିବ, ଆଉ ତୁମେମାନେ 10 ଦିନ କ୍ଲେଶ ଭୋଗ କରିବ। ତୁମେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଥାଅ, ସେଥିରେ ଆମ୍ଭେ ତୁମକୁ ଜୀବନ ରୂପ ମୁକୁଟ ଦେବୁ। ହାଲେଲୁୟା, ପ୍ରେଜ୍ ଲର୍ଡ, ପ୍ରେଜ୍ ଲର୍ଡ। ଏହି ବିଷୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସନ୍ନା ମଣ୍ଡଳୀ ଲୋକମାନଙ୍କୁ ସେ କହୁଅଛନ୍ତି ଯେ ତୁମେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଥାଅ, ସେଥିରେ ଆମେ ତୁମକୁ ଜୀବନ ରୂପ ମୁକୁଟ ଦେବୁ। ମୋର ପ୍ରଭୁଙ୍କ ପ୍ରିୟ ଲୋକମାନେ, ଦୁଃଖ ଭୋଗ ଗଲା ପରେ ହିଁ ଯାଏ ଏହି ପୁରସ୍କାର ଜୀବନରେ ମିଳିବ। ମୋର ପ୍ରଭୁଙ୍କ ପ୍ରିୟ ଲୋକମାନେ, ଯେଉଁ ସବୁ ଦୁଃଖ ଭୋଗ କରିବାକୁ ଯାଉଅଛ ସେହି ସବୁକୁ ଭୟ କର ନାହିଁ। ଦେଖ, ତୁମମାନଙ୍କର ବିପଦ, ତୁମମାନଙ୍କର ପରୀକ୍ଷା ନିମନ୍ତେ ଶୈତାନ ତୁମମାନଙ୍କ ମଧ୍ୟରେ କାହାରିକୁ କାରାଗାରରେ ନିକ୍ଷେପ କରିବ, ଆଉ ତୁମେମାନେ 10 ଦିନ କ୍ଲେଶ ଭୋଗ କରିବ। ମୋର ପ୍ରଭୁଙ୍କ ପ୍ରିୟ ଲୋକମାନେ, ଶୈତାନ କ୍ଲେଶ ପରୀକ୍ଷା ଆମମାନଙ୍କ ଜୀବନରେ ସେ ନେଇକି ଆସିବା ସମୟରେ ଆମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟ ଯୋଉ 2ଟି ବିଷୟ କରିବା ନିମନ୍ତେ କହନ୍ତି ସେହି ବିଷୟ ଆମକୁ କରିବାକୁ ହେବ। ପ୍ରଥମ ବିଷୟ ହେଲା ଆମମାନଙ୍କୁ ଭୟ କରିବାର ନାହିଁ, ଏବଂ ଦ୍ୱିତୀୟ ବିଷୟ ହେଲା ଆମମାନଙ୍କୁ ବିଶ୍ୱସ୍ତ ହେବାକୁ ପଡ଼ିବ ଧୈର୍ଯ୍ୟର ସହିତ। ସେହି ସମୟରେ ଧୈର୍ଯ୍ୟର ଆବଶ୍ୟକ ହୋଇଥାଏ, ଯେଉଁ ସମୟରେ କି କୌଣସି ବିଷୟ ଆମକୁ ହଠାତ୍ ମିଳିନଥାଏ, ଏବଂ ଦ୍ୱିତୀୟ ବିଷୟରେ ଯେଉଁ ସମୟରେ ଆମମାନଙ୍କ ପ୍ରତି ତାଡ଼ନା କରାଯିବ ବା ଅନ୍ୟାୟ କରାଯିବ, ସେହି ସମୟରେ ଧୈର୍ଯ୍ୟର ଆବଶ୍ୟକ ଅଟେ। ସେହି ସମୟରେ ବିଶ୍ୱସ୍ତ ମାନଙ୍କୁ ହେବାକୁ ପଡ଼ିବ। ତେବେ ହିଁ ଯାଏ ମୋର ପ୍ରଭୁଙ୍କ ପ୍ରିୟ ଲୋକମାନେ, ଲୁକ୍ ତାର 21 ଅଧ୍ୟାୟର 18 ପଦ 19 ପଦ ଅନୁସାରେ ଧୈର୍ଯ୍ୟ ଧରି ଆମେ ଆପଣଙ୍କ ଜୀବନକୁ ଯଦି ଆମେ ହରାଇବା, ତାହେଲେ ଆମେ ଯଦି ଆମେ ଆପଣର ଏହି ପ୍ରାଣକୁ, ଏହି ଶରୀରକୁ, ଏହି ଜୀବନକୁ ହରାଇବା ସତ, କିନ୍ତୁ ଆମେ ପୁନର୍ବାର ସେହି ଜୀବନକୁ ଆମେ ଲାଭ କରିପାରିବା। ଆମେ ମୃତ୍ୟୁକୁ ଅତିକ୍ରମ କରି ଆମେ ଜୀବନରେ ପ୍ରବେଶ କରିପାରିବା। ଏହେତୁ ମୋର ପ୍ରଭୁଙ୍କ ପ୍ରିୟ ଲୋକମାନେ, ତାଳନାର ସମୟରେ ଆମମାନଙ୍କୁ ଧୈର୍ଯ୍ୟର ଆବଶ୍ୟକତା ଅଛି। ତାଳନାର ସମୟରେ ଆମମାନଙ୍କୁ ବିଶ୍ୱସ୍ତ ହେବାକୁ ପଡ଼ିବ। ତାଳନାର ସମୟରେ ପ୍ରଭୁଙ୍କ ନିମନ୍ତେ ଆମମାନଙ୍କୁ ନିର୍ଭୟ ହେବାକୁ ପଡ଼ିବ। କୌଣସି ମନୁଷ୍ୟକୁ ଭୟ ନ କରି ଆମେ ଆମର ସୃଷ୍ଟିକର୍ତ୍ତା ପରମେଶ୍ୱରକୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଭୟ କରୁ। ତେବେ ତଦ୍ୱାରା ଆମର ପ୍ରଭୁଙ୍କ ପ୍ରିୟ ଲୋକମାନେ, ଆମେ ମୃତ୍ୟୁକୁ ଅତିକ୍ରମ କରି ଆମେ ଜୀବନରେ ପ୍ରବେଶ କରିପାରିବା। যদি এই জগতকে আমরা ভয় করিবা, যদি আমরা তাড়নাকে ভয় করিবা, যদি আমরা শত্রুকে ভয় করিবা, তাহলে আমি জীবନରେ প্রবেশ করিবার সৌভাগ্য পাই পারিবা ନାହିଁ। মৃত্যুକୁ অতিক্রম କରି ପାରିବା ନାହିଁ, কিংবা মৃত্যুକୁ ଆମେ
ଯୀଶୁ ଖ୍ରୀଷ୍ଟ କ୍ରୁଶରେ କ୍ରୁଶାନ୍ବିତ ହେଲେ ସେହି ମୃତ୍ୟୁରୁ ଆମକୁ ଜୟ ଦେବା ନିମନ୍ତେ ସେମାନଙ୍କୁ କ୍ଲେଶର ସମୟରେ ତାଳନାର ସମୟରେ ପବିତ୍ର ଆତ୍ମା ଦ୍ୱାରା ସେମାନଙ୍କୁ ବଳ ପ୍ରଦାନ କରିଥାନ୍ତି। ପବିତ୍ର ଆତ୍ମା ଦ୍ୱାରା ସେମାନଙ୍କୁ ଶକ୍ତି ଯୋଗାଇଥାନ୍ତି। ପବିତ୍ର ଆତ୍ମା ଦ୍ୱାରା ସେମାନଙ୍କୁ ସାହସିତ କରିଥାନ୍ତି। ଆମେ ପଢିବା ସମୟରେ ଗୋଟେ ବିଷୟ ଏଭ୍ରି ପତ୍ରିକା ବାହାର କରୁଥିବା ପଢିବା ନାହିଁ। ଯେଉଁ ସମୟରେ ଯୀଶୁଙ୍କର ଶିଷ୍ୟମାନେ ତାଳନା ଦେଇ ଗଲେ ସେହି ସମୟରେ ସେମାନଙ୍କ ପ୍ରତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣାର ପବିତ୍ର ଆତ୍ମାଙ୍କର ଶକ୍ତି ପ୍ରଦାନ କରି ସେମାନଙ୍କୁ ସେ ବଳବାନ କରାଇଥିଲେ। ଆମେ ପଢିବା ତାର 2:18 ପଦ। ନିଜେ ପରିଚିତ ହୋଇ ଦୁଃଖ ଭୋଗ କରିଥିବାରୁ ପରିଚିତ ହୋଇଥିବା ଲୋକମାନଙ୍କ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି। ହାଲେଲୁୟା, ପ୍ରେଜ ଲର୍ଡ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ପରିଚିତ ହୋଇଥିବା ହେତୁ ସେ ପରୀକ୍ଷା ଦେଇ ଯାଇଥିବା ହେତୁ ତାଳନା ଦେଇ ଯାଇଥିବା ହେତୁ କ୍ଲେଶ ଦେଇ ଯାଇଥିବା ହେତୁ ଯେଉଁମାନେ ତାଳନା ଦେଇ ଯିବେ, ଯେଉଁମାନେ ପରୀକ୍ଷା ଦେଇ ଯିବେ, ଯେଉଁମାନେ କ୍ଲେଶ ଦେଇ ଯିବେ ସେମାନଙ୍କ ନିମନ୍ତେ ସିଏ ସବୁବେଳେ ଠିଆ ହୋଇଥାନ୍ତି। ସେମାନଙ୍କ ସପକ୍ଷରେ ସବୁବେଳେ ଠିଆ ହୋଇଥାନ୍ତି। ସେପରି ଲୋକମାନଙ୍କର ଉପକାର କରିବା ନିମନ୍ତେ ସେ ସକ୍ଷମ ଅଟନ୍ତି। ଏଣୁ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସର୍ବଦା ମାନେ ଆପଣର ଭରସା ରଖୁ। ପରୀକ୍ଷାର ସମୟରେ ହୁଏତ ଆମେ ଦୁର୍ବଳ ହୋଇଯିବା, ପରୀକ୍ଷାର ସମୟରେ ହୁଏତ ଆମେ ନିରୁତ୍ସାହିତ ହୋଇଯିବା, ପରୀକ୍ଷାର ସମୟରେ ହୁଏତ ଆମେ ଆପଣର ଭରସା, ଆମେ ଆପଣର ସାହସ, ଆମେ ଆପଣର ବଳ ହରାଇପାରୁ। କାରଣ ପରୀକ୍ଷା ଆମମାନଙ୍କ ନିମନ୍ତେ ଅସହ୍ୟ ହୋଇପାରେ, ପରୀକ୍ଷା ଆମମାନଙ୍କ ନିମନ୍ତେ କଠିନ ହୋଇପାରେ, ପରୀକ୍ଷା ଆମମାନଙ୍କ ନିମନ୍ତେ ଭୟଙ୍କର ହୋଇପାରେ, କିନ୍ତୁ ଆମେ ଆପଣର ବଳରେ ଭରସା ରଖି ଆମେ ହାର ମାନି ନ ଯାଉ। ଆମେ ଆପଣା ବଳକୁ ଆମେ ଭରସା ରଖି ଆମେ ଦୁର୍ବଳ ହୋଇ ନ ଯାଉ। ପରୀକ୍ଷାର ସମୟରେ ଆମେ ଆପଣ ସୃଷ୍ଟିକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ସ୍ମରଣ କରୁ। କାରଣ ସେ କହନ୍ତି ପରୀକ୍ଷାର ସମୟରେ ତୁମେ ଆମକୁ ସ୍ମରଣ କର। ମୁଁ ପରୀକ୍ଷା ଦେଇ ଯାଇଥିଲି, ତୁମେ ପରୀକ୍ଷିତ ହେବା ସମୟରେ ତୁମକୁ ସାହାଯ୍ୟ କରିବା ନିମନ୍ତେ ମୁଁ ସକ୍ଷମ ଅଟେ। ଏଣୁ ସେହି ବ୍ୟକ୍ତିଙ୍କ ଠାରେ ଆମେ ସର୍ବଦା ମାନେ ଭରସା ରଖୁ। ତାଳନାର ସମୟରେ, ପରୀକ୍ଷାର ସମୟରେ ଆମେ ଆଉ ଏକ ପଦ ପଢିବା ସେହି ଏଭ୍ରି ପତ୍ରିକା ତାହାର 4 ଅଧ୍ୟାୟ ତାର 14, 15 ଏବଂ 16 ପଦ ଆମେ ପଢିବା। ଅତଏବ ସ୍ୱର୍ଗ ସମୂହ ମଧ୍ୟ ଦେଇ ଗମନ କରିଅଛନ୍ତି ଯେ ଈଶ୍ୱରଙ୍କ ପୁତ୍ର ଯୀଶୁ ସେ ଆମ୍ଭମାନଙ୍କର ପ୍ରଧାନ ମହାଯାଜକ ହେବାରୁ ଆସ ଆମ୍ଭେମାନେ ଆମ୍ଭମାନଙ୍କ ବିଶ୍ୱାସ ମତକୁ ଦୃଢ଼ ଭାବରେ ଧାରଣ କରୁ। କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି। ଯେ ଆମ୍ଭମାନଙ୍କର ଦୁର୍ବଳତାରେ ଆମ୍ଭମାନଙ୍କୁ ସହାନୁଭୂତି ଦେଖାଇ ପାରିବେ ନାହିଁ, ଏଇଭଳି ମହାଯାଜକ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନୁହନ୍ତି। କିନ୍ତୁ ଆମମାନଙ୍କର ଦୁର୍ବଳତାରେ ସେମାନଙ୍କୁ ସହାନୁଭୂତି ଦେଖାଇବା ନିମନ୍ତେ ସେ ସକ୍ଷମ ମହାଯାଜକ ଅଟନ୍ତି। ଏଣୁ ମୋର ପ୍ରଭୁଙ୍କ ପ୍ରିୟ ଲୋକମାନେ ସେହିଭଳି ବଳବାନ ମହାଯାଜକ ପାଖରେ, ସେହିଭଳି ଶକ୍ତି ପ୍ରଦାନକାରୀ ମହାଯାଜକ ପ୍ରଭୁ ଯୀଶୁଙ୍କ ଠାରେ ଆମେ ସର୍ବଦା ସମର୍ପିତ ହୋଇ ଆମେ ଆପଣଙ୍କ ଜୀବନ ବିତାଉ। ପରୀକ୍ଷାର ସମୟରେ ପରସା କରିବେ। ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି, ବରଂ ସେ ପାପ ରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତ ଭାବେ ପରୀକ୍ଷିତ ହେଲେ। ଅତଏବ ଆସ କୃପା ପ୍ରାପ୍ତି ନିମନ୍ତେ ପୁଣି ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ। 15 ପଦ ଲେଖାଯାଏ, କାରଣ ଯେ ଆମ୍ଭମାନଙ୍କର ଦୁର୍ବଳତାରେ ଆମ୍ଭମାନଙ୍କର ପ୍ରତି ସହାନୁଭୂତି ଦେଖିବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି, ବରଂ ସେ ପାପ ରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତ ଭାବେ ପରୀକ୍ଷିତ ହେଲେ। ଏଣୁ ଅତଏବ ଆସ କୃପା ପ୍ରାପ୍ତି ନିମନ୍ତେ ପୁଣି ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ। ମୋର ପ୍ରଭୁଙ୍କ ପିଲାମାନେ କେତେବେଳେ ମନୁଷ୍ୟମାନେ ଦୁର୍ବଳ ହୋଇଥାନ୍ତି,
ଧୈର୍ଯ୍ୟ ଧରି ପାରନ୍ତି ନାହିଁ, ଯେତେବେଳେ ମନୁଷ୍ୟମାନେ ଚ୍ୟାଲେଞ୍ଜେସକୁ ଫେସ୍ କରିପାରନ୍ତି ନାହିଁ, ପରୀକ୍ଷାକୁ ସହ୍ୟ କରିପାରନ୍ତି ନାହିଁ, ଏପରି ସମୟରେ ମନୁଷ୍ୟମାନେ ଦୁର୍ବଳ ହୋଇଥାନ୍ତି। ତାଳନାର ସମୟରେ ମନୁଷ୍ୟମାନେ ଆପଣଙ୍କର ବଳକୁ ସମ୍ପୂର୍ଣ୍ଣ ହରାଇ ବସିଥାନ୍ତି। ଆପଣଙ୍କର ବିଶ୍ୱାସ ମତକୁ ଦୃଢ଼ ରୂପରେ ଧରି ରଖି ପାରନ୍ତି ନାହିଁ, ଆପଣଙ୍କ ବିଶ୍ୱାସକୁ ପରିତ୍ୟାଗ କରିଦିଅନ୍ତି। ସେପରି ସମୟରେ ଆମମାନଙ୍କୁ ଆପଣଙ୍କର ବିଶ୍ୱାସ ମତକୁ ଆମମାନଙ୍କୁ ଦୃଢ଼ ରୂପେ ଧରି ରଖିବାକୁ ହେବ। ଯଦି ଆମେ ଦୃଢ଼ ରୂପେ ନିଜର ବିଶ୍ୱାସକୁ ଆମେ ଧରି ରଖିବା ନାହିଁ, ତାହେଲେ ତାଳନା ସକାଶୁ ତାକୁ ପରିତ୍ୟାଗ କରିବାର ସମ୍ଭାବନା ଅଛି। ଏଣୁ ତାଳନା ଦେଇ ଯିବା ସମୟରେ, କ୍ଲେଶ ଦେଇ ଯିବା ସମୟରେ ମୋର ପ୍ରଭୁଙ୍କ ବିରୋଧମାନେ ଆମମାନଙ୍କର ତାଡ଼ିତ ଦୁଃଖିତ କ୍ଲେଶର ଅବସ୍ଥାରେ ଆମମାନଙ୍କୁ କୃପା କରିବା ନିମନ୍ତେ, ଆମମାନଙ୍କୁ ଅନୁଗ୍ରହ କରିବା ନିମନ୍ତେ ଲେଖାଯାଏ ଯେପରି ବରଂ ସେ ପାପରହିତ ହୋଇ, କାରଣ ସେ ଆମମାନଙ୍କ ଦୁର୍ବଳତାରେ ଆମମାନଙ୍କ ପ୍ରତି ସହାନୁଭୂତି ଦେଖିବାକୁ ଅସମର୍ଥ, ଆମମାନଙ୍କର ଏହିପରି ମହାଯାଜକ ନାହାନ୍ତି। ଅର୍ଥାତ୍ ଆମମାନଙ୍କର ତାଳନାର ସମୟରେ, ଦୁଃଖର ସମୟରେ, ଯନ୍ତ୍ରଣାର ସମୟରେ ଆମମାନଙ୍କର ଏହିପରି ଦୁର୍ବଳ ଅବସ୍ଥାରେ ସେମାନଙ୍କୁ କୃପା ଦେଖାଇବା ନିମନ୍ତେ, ଆମମାନଙ୍କୁ ସହାନୁଭୂତି ଦେଖାଇବା ନିମନ୍ତେ, ଆମମାନଙ୍କୁ ସେ ଶକ୍ତି ପ୍ରଦାନ କରିବା ନିମନ୍ତେ ସେ ସମର୍ଥ ଅଟନ୍ତି। ଏଣୁ ମୋର ପ୍ରଭୁଙ୍କ ପିଲାମାନେ ଆମେ ସର୍ବଦା ଏହିଭଳି ତାଡ଼ିତ ଅବସ୍ଥାରେ ଆମେ ଅନୁଗ୍ରହ ସିଂହାସନ ନିକଟକୁ ଆମେ ଯାତ୍ରା କରୁ। ତେବେ ତା ଦ୍ୱାରା ମୋର ପ୍ରଭୁଙ୍କ ପିଲାମାନେ ଆମେ ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ଆମେ ଲାଭ କରିପାରିବା। ଏବଂ ମୋର ପ୍ରଭୁଙ୍କ ପିଲାମାନେ ଆମେ କ୍ଲେଶକୁ ଆମେ ସହ୍ୟ କରି, କ୍ଲେଶକୁ ଜୟ କରି, ମୃତ୍ୟୁକୁ ଜୟ କରି ଆମେ ଅନନ୍ତକାଳୀନ ସେ ରାଜ୍ୟରେ ଆମେ ପ୍ରବେଶ କରିବାର ସୌଭାଗ୍ୟ ମାନେ ପାଇପାରିବା। ଏଣୁ ମୋର ପ୍ରଭୁଙ୍କ ପିଲାମାନେ ଆମେ ସର୍ବଦା ଏହି ଦିନ ମାନଙ୍କରେ ଆମେ ଏହି ବିଷୟ ପ୍ରତି ଆମେ ଦୃଷ୍ଟି ରଖୁ, ଏହି ବିଷୟ ପ୍ରତି ଆମେ ଆମର ଧ୍ୟାନକୁ କେନ୍ଦ୍ରିତ କରୁ। କାରଣ ଆମମାନଙ୍କ ଦୁର୍ବଳତାରେ ଆମମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପବିତ୍ର ଆତ୍ମାକୁ ସେ ଦେଇଅଛନ୍ତି। ଆମମାନଙ୍କ ଦୁର୍ବଳତାରେ ସେ ଆମମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସକ୍ଷମ ଅଟନ୍ତି। ଆମମାନଙ୍କ ସକ୍ଷମତା ଦେଇ ଆମମାନଙ୍କ ସପକ୍ଷରେ ସେ କାର୍ଯ୍ୟ କରିବା ନିମନ୍ତେ ସେ ସର୍ବଦା ଜାଗ୍ରତ ଥାନ୍ତି। ଏଣୁ ଜୀବନର ଯେକୌଣସି କ୍ଷେତ୍ରର ଦୁର୍ବଳତା ଅବସ୍ଥାରେ ଆମେ ପବିତ୍ର ଆତ୍ମାକୁ ଆମେ ସାହାଯ୍ୟ ମାଗୁ, ତେବେ ସେ ପବିତ୍ର ଆତ୍ମା ଆମକୁ ସାହାଯ୍ୟ କରିବେ ଏବଂ ଏପରିକି ଆମମାନଙ୍କୁ ତାଳନାର ମଧ୍ୟ ଆମକୁ ସେ ଜୟ ପ୍ରଦାନ କରିବେ। କ୍ଲେଶର ମଧ୍ୟ ସେ ଆମମାନଙ୍କୁ କ୍ଲେଶକୁ ସହ୍ୟ କରିବା, କ୍ଲେଶକୁ ଜୟ କରିବାର ଆମକୁ ଶକ୍ତି ପ୍ରଦାନ କରିବେ। ଯଦି କ୍ଲେଶରେ ଆମେ ଆମର ଜୀବନ ମଧ୍ୟ ହରାଉ, ତେବେ ଯେଉଁ ପବିତ୍ର ଆତ୍ମା ପ୍ରଭୁ ଯୀଶୁ ଖ୍ରୀଷ୍ଟକୁ ମୃତ୍ୟୁରୁ ପୁନରୁତ୍ଥିତ କରିଥିଲେ, ସେହି ପବିତ୍ର ଆତ୍ମା ଆମ୍ଭମାନଙ୍କୁ ମଧ୍ୟ ସେ ପୁନରୁତ୍ଥିତ କରିବେ। ଯଦି ଆମେ ତାହାରେ ସମ୍ପୂର୍ଣ୍ଣ ଭାବରେ ଭରସାରେ ଆମେ ଆପଣଙ୍କ ଜୀବନ ବିତାଇବା।